ସକାଳୁ ସକାଳୁ ଯେମିତି ଆମେ ଆସିକି ବଡ଼ବିଲରେ ପହଞ୍ଚି ଯାଇଥିଲୁ। ନମସ୍କାର, ଜୟ ଜଗନ୍ନାଥ। ସାର୍ ଯେମିତି ଆମର ଭିଡିଓ ଦେଖି ଆମକୁ କଲ୍ କରିଥିଲେ, ଆଉ ସାର୍ଙ୍କର ଗାଡିଟି ବଡ଼ବିଲ ଲୋକେସନରେ ଥିଲା। ଆମେ ବି ତାଙ୍କୁ ଠିକ ସମୟରେ ଦେଇଥିବାରୁ ଆମେ ବି ତାଙ୍କ ପାଖରେ ଆସିକି ଠିକ ଟାଇମରେ ପହଞ୍ଚି ଯାଇଥିଲୁ। ଆଉ ସାର୍ଙ୍କର ବି ଯୋଉଟା କି ଗାଡି କଣ୍ଡିସନ ଦେଖିଥିଲୁ ଓଭରଅଲ, ଯୋଉଟା କି ଚାରି ସାଇଡ ର ପ୍ରଥମେ ଆମେ ଦେଖିଥିଲୁ ଓଭରଅଲ ଗୁଡ କଣ୍ଡିସନରେ ଥିଲା। ଆଉ ଟାୟାର ତ ପୁରା 90% ଥିଲା ଏବଭ। ଗାଡିରେ ଜଷ୍ଟ ଗୋଟେ ସ୍କ୍ରାଚେସ୍ ଥିଲା ଯୋଉଟା କି ପଲିସ ରେ ପଳେଇବ ଆପଣଙ୍କର। ଚାରି ସାଇଡ ବି ଆମେ ଦେଖି ସାରିଲା ପରେ ତାପରେ ଆମେ ବନେଟ ଷ୍ଟ୍ରକ୍ଚର ପାର୍ଟକୁ ଦେଖିଲୁ, ଯୋଉଟା କି ପୁରା ଓରିଜିନାଲ କଣ୍ଡିସନରେ ଥିଲା। କୌଣସି ପ୍ରକାର ଡେଣ୍ଟିଂ ବି ନଥିଲା, ଆକ୍ସିଡେଣ୍ଟ ନଥିଲା। ଫ୍ରଣ୍ଟ ଷ୍ଟ୍ରକ୍ଚର ପାର୍ଟ ବି ଯୋଉଟା କି ଚେକ୍ କରିଦେଇଥିଲୁ, ରାଇଟ ସାଇଡ ର, ଲେଫ୍ଟ ସାଇଡ ର ସବୁ କିଛି ଓଭରଅଲ ଓକେ ଥିଲା ଆଜ୍ଞା। ତାପରେ ଆମେ ଡୋର ର ଦେଖିଦେଇଥିଲୁ ବି ବଡି ଷ୍ଟ୍ରକ୍ଚର ପାର୍ଟ। ଡୋର ର ବି ଯୋଉଟା କି ଓରିଜିନାଲ କଣ୍ଡିସନରେ ଥିଲା, ରିପେଣ୍ଟ କୌଣସି ପାର୍ଟ ବି ହେଇନଥିଲା। ଡିକି ପୋର୍ସନ ବି ଦେଖନ୍ତୁ, ଯୋଉଟା କି ଓରିଜିନାଲ ସ୍ପଟ ରେ ବି ଅଛି ଆପଣଙ୍କର। ବଡି ଷ୍ଟ୍ରକ୍ଚର ପାର୍ଟ ବି ପୁରା ଓରିଜିନାଲ ରେ ଅଛି, ଯୋଉଟା କି ରିପେଣ୍ଟେଡ ଗୋଟେ ବି ପିସ୍ ବି ସାରଙ୍କର ହେଇନି। ଆଉ ଯଦି ଆପଣ ବି ଗାଡି ସେଲ କରିବାକୁ ଚାହୁଁଛନ୍ତି, ତାହେଲେ ଆମର ଉପରେ ଦିଆଯାଇଥିବା ନମ୍ବରରେ ଜଲ୍ଦି କଣ୍ଟାକ୍ଟ କରନ୍ତୁ। ଆମେ ବି ଆପଣଙ୍କ ପାଖରେ ପହଞ୍ଚିବୁ, ଠିକ ଭାଲୁସନ ଦେଇକି ଆପଣ ଗାଡି ବି ପରଚେସ କରିପାରିବୁ। ଗାଡିରେ ଯେମିତି ଏସି, ମ୍ୟୁଜିକ ସିଷ୍ଟମ ସବୁ କିଛି ୱାର୍କିଂ କଣ୍ଡିସନରେ ଥିଲା। ଏସି ବି ଚିଲ୍ଡ ଥିଲା। ମ୍ୟୁଜିକ ସିଷ୍ଟମ ସବୁ କିଛି ଚେକ୍ କରିଦେଇଥିଲୁ, ଯୋଉଟା କି ଓକେ ଥିଲା। ଦେନ ଆମେ ଟ୍ରାଏଲ ରେ ବାହାରି ଯାଇଥିଲୁ। ଟ୍ରାଏଲ ରେ ଗଲା ପରେ ବି କ୍ଲଚ, ସସ୍ପେନସନ ସବୁ କିଛି ଓଭରଅଲ ଓକେ ଥିଲା। ଗୋଟେ ଟଙ୍କାରେ ଖର୍ଚ୍ଚ ନାହିଁ। ଦେନ୍ ଆମେ ସାରଙ୍କ ସହିତ ଡିଲ୍ ଫାଇନାଲ କରିଥିଲୁ, ଆଉ ସାରଙ୍କୁ ବି ପେମେଣ୍ଟ ସାଙ୍ଗେ ସାଙ୍ଗେ କରିଦେଇଥିଲୁ। ସାର୍ ବି ପୁରା ଖୁସିରେ ଆମକୁ ଗାଡି ଦେଲେ। ତ ଏଇ ଗାଡିଟି ଆମର ଏବେ ଷ୍ଟକିଂ ହେଇଯାଇଛି ସାଇ ସୋ ମୋଟର୍ସରେ। ଯଦି ଆପଣ ନେବାକୁ ଚାହୁଁଛନ୍ତି, ଜଲ୍ଦି ଜଲ୍ଦି ଭିଜିଟ୍ କରନ୍ତୁ ସାଇ ସୋ ମୋଟର୍ସକୁ। ଉପରେ ଦିଆଯାଇଥିବା ନମ୍ବରରେ କଲ୍ କରିକି ଆସିଯାଆନ୍ତୁ।